ସାଙ୍ଗମାନେ ତୁ ମୋ ଆଖିର ତାରାରେ ସିରିଏଲରେ ଦେଖନ୍ତୁ ଆଜି ତରୁଣ ମନ୍ଦିର ପାଖରୁ ଅପସେଟ୍ ହେଇ ରୁମ୍କୁ ଆସେ। ଆଉ ଘରକୁ ଫେରିବା ପରେ ତପସ୍ୟା କୁହେ, ତରୁଣ ଆଜି ଜାଗର ବ୍ରତ ପାଇଁ ତମକୁ ଅପେକ୍ଷା କରିଥିଲି। ତରୁଣ ଜୋରସେ ରାଗିଯାଏ ଆଉ କୁହେ, ତମକୁ ଅପେକ୍ଷା କରିବା ପାଇଁ କିଏ କହିଥିଲା? ହଁ, ତାପରେ କୁହେ ସରି ମୋତେ ଟିକେ ଏକା ଛାଡ଼ି ଦିଅ କହି ତରୁଣ ରୁମ୍କୁ ଚାଲିଯାଏ। ତାପରେ ତପସ୍ୟା ତରୁଣର କଥା ଶୁଣି ବହୁତ ମନ ଦୁଃଖ କରେ। ତାପରେ ବର୍ଷା କୁହେ, ତପସ୍ୟା ମୁଁ ତମକୁ କହିଥିଲି ନା ତମେ ବ୍ରତ କରୁଛ ଠିକ୍ ଅଛି, କିନ୍ତୁ ଭାଇଙ୍କ ହାତର ବ୍ରତ ଭାଙ୍ଗିବା କଥା ଜମାରୁ ଭାବନି। ତମେ ଦେଖିଲ ନା ଏବେ ସବୁ କ'ଣ ହେଲା? ତାପରେ ତରୁଣର ଖୁଡ଼ି କୁହନ୍ତି, ବର୍ଷା ତୁ ଟିକେ ପାଟି ଚୁପ୍ କରିବୁ କି? ଯା ତୋ ରୁମ୍କୁ ଯା। ତାପରେ ବର୍ଷା ରୁମ୍କୁ ଚାଲିଯାଏ। ଆଉ ଏପଟେ ତରୁଣ ରୁମ୍କୁ ଆସି କାନ୍ଦେ ଆଉ କୁହେ, ତମେ ଠିକ୍ କହୁଥିଲ ତାରିଣୀ, ତମେ ତାରାକୁ ଦେଖିଥିଲ, ହେଲେ ମୁଁ ତମ କଥାକୁ ବିଶ୍ୱାସ କରୁନଥିଲି। ମୁଁ ଭୁଲ ଥିଲି। ଏଇନେ ମୁଁ ମୋ ନିଜ ଆଖିରେ ତାଙ୍କୁ ଦେଖିଛି। ତାପରଠୁ ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଛି। ତାପରେ ତରୁଣ ବବିଲି କଥା ଭାବି ଜୋରସେ କାନ୍ଦେ ଆଉ କୁହେ, ସେ ମୋ ତାରା ହେଇନଥିବେ। ତା ନାଁ ତ ବବିଲି। ତାର କେବଳ ଚେହେରା ନା ମ୍ୟାଚ୍ କରୁଛି ମୋ ତାରା ସହିତ। ତା ଛଡ଼ା ଆଉ କିଛି ବି ନୁହଁ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ। କାହିଁକି ନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।